ପିଲାମାନେ କେମିତି ଅଛନ୍ତି? ସମସ୍ତେ ଭଲ ତ? ଆମେ ଯେଉଁ ପଢ଼ୁଥିଲେ ଭୌତିକ ବିଜ୍ଞାନ ଦଶମ ଶ୍ରେଣୀ, ଆଜି ତା'ର ତୃତୀୟ ନମ୍ବର ଭିଡ଼ିଓଟି ଆଜି ଆମେ ପଢ଼ିବାକୁ ଯିବା। ଯେଉଁଟା ଆମେ ପଢ଼ୁଥିଲେ ସେଦିନଠୁ ଭୌତିକ ବିଜ୍ଞାନ ଦଶମ ଶ୍ରେଣୀର। ଆଜି ଆମେ ତୃତୀୟ ନମ୍ବର ପେଜ୍କୁ ଯିବା। କ'ଣ କ'ଣ ପଢ଼ୁଥିଲେ ତା'ର ଏବେ ଆଗକୁ ଯାଇକି ଦେଖିବା। ହଁ, ଆମେ କାଲି ସଂଶ୍ଳେଷଣ ପ୍ରକ୍ରିୟା ପର୍ଯ୍ୟନ୍ତ ପଢ଼ୁଥିଲେ। କାଲି ଆମେ ସେଇଠି ଅଟକେଇଥିଲେ। ଆଜି ସଂଶ୍ଳେଷଣ ପ୍ରକ୍ରିୟାରୁ ଆଉ ଟିକେ ଆଗକୁ ଯିବା। ଯେଉଁଟା ଥିଲା ଅଳ୍ପ ପରିମାଣରେ କ୍ୟାଲସିୟମ ଅକ୍ସାଇଡ୍ କିମ୍ବା କଲି ଚୂନ ଏକ ବିକରରେ ନିଅ। ଏଥିରେ ଧୀରେ ଧୀରେ ଜଳ ମିଶାଅ। ଚିତ୍ରରେ ଦର୍ଶାଇଥିବା ଭଳି ବିକରକୁ ସ୍ପର୍ଶ କର। ମୁଁ କାଲି ବି କହିଥିଲି, ଯଦି ଆମେ କ୍ୟାଲସିୟମ ଅକ୍ସାଇଡ୍କୁ ଆମେ ଗୋଟାଏ ଜାଗାରେ ନେଲେ, ଦେଖୁଛେ ଏଠି এই ଯେଉଁ ଆମେ ଗୋଟେ ଛୋଟିଆ ରକ ଜାଗାଟେ, এই ଯେଉଁ ଜାଗାଟା ସିଏ ନେଇଛି, এই ଜାଗାରେ ସିଏ ଯେଉଁ କ୍ୟାଲସିୟମ ଅକ୍ସାଇଡ୍ ଯେଉଁ ମିଶାଇ ସାରିଲା ପରେ ଦେଖିବେ, ଏ ଏକ୍ଜାମ୍ପଲ୍ ଛାଡ଼ନ୍ତୁ, ମୁଁ ଗୋଟେ ରିଏଲ୍ ଲାଇଫ୍ରେ ଏକ୍ଜାମ୍ପଲ୍ ଗୁଡ଼ା କହୁଛି। ସମସ୍ତେ ପାନ ଦୋକାନ ଦେଖିଥିବେ। ପାନ ଦୋକାନରେ ଯେଉଁ ପାନ ଦୋକାନୀ ସେ ଯେଉଁ କଲି ଚୂନଟି ଲଗାଏ ପାନ ଉପରେ, ସେ କଲି ଚୂନକୁ ସେ ସବୁବେଳେ ଗୋଟେ ଲୁହା ଜାଗାରେ ରଖିଥିବ। ଯେତେବେଳେ ସେ କଲି ଚୂନଟାକୁ ପାଣିରେ ମିଶାଇବ, ଦେଖିବେ କିଛି ସମୟ ପାଇଁ ବୁଡ଼ୁ 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 ଶବ୍ଦ ହେବ। ଦେଇକି ସେଇଠି ଗରମ ହେଇଯିବ। ସେ ଯେଉଁ ଲୁହା ଜାଗା ରଖୁଛି ସେଇଟା ଗରମ ହେଇଯିବ। କ'ଣ ପ୍ଲାଷ୍ଟିକ୍ ଜାଗା ରଖୁନି। ଯଦି ପ୍ଲାଷ୍ଟିକ୍ ଜାଗା ରଖିବ, ତାହେଲେ ସେଇ ଯେଉଁ ରଖୁଛି ଚୂନ ପାଣିଟା ସେଇଟା ମିଳାଇଯିବ। ଆଉ ଯେଉଁମାନେ ଘରରେ ପୁଟି ଦିଆହେଇଥିବ, ଚୂନବାଲା ପୁଟି, ଦେଖିବେ ତାଙ୍କର ଯେତେବେଳେ ମିସ୍ତ୍ରୀମାନେ ଯେତେବେଳେ ପାଣି ବ୍ୟବହାର କରନ୍ତି, ଠିକ୍ ସେଇଭଳିଆ ପ୍ରକ୍ରିୟା ଏଠି ବି ହୁଏ। ସେଇ ପ୍ରକ୍ରିୟାକୁ ଏଠି ଲେଖିଛି। ଅଳ୍ପ ପରିମାଣରେ କ୍ୟାଲସିୟମ ଅକ୍ସାଇଡ୍ ନିଅ। କଲି ଚୂନ ଏକ ବିକରରେ ଏଥିରେ ଧୀରେ ଧୀରେ ଜଳ ମିଶାଅ। ଦର୍ଶାଇଥିବା ବିକର ସ୍ପର୍ଶ କର। ତାପମାତ୍ରା ପରିବର୍ତ୍ତନ ଅନୁଭବ କରୁଛି। ଯେତେବେଳେ ମିଶା ହେବ, ଏଇଟା ବହୁତ ଜୋର ଗରମ ହେଇଯିବ। ସେ ବିଷୟଟା ଏଇଠି ଲେଖା ହେଇଛି। ଆଗକୁ ଯିବା। ଆଉ କ'ଣ ଦେଇଛି। କ୍ୟାଲସିୟମ ଅକ୍ସାଇଡ୍ ଜଳ ସହିତ ତୀବ୍ର ପ୍ରତିକ୍ରିୟା ଘଟି ପ୍ରଚୁର ପରିମାଣରେ ତାପ ନିର୍ଗତ ହେବ। ସଙ୍ଗେ ସଙ୍ଗେ ସୀମିତ ଚୂନ ଷ୍ଟାକ୍ ଲାଇମ୍ ଉତ୍ପନ୍ନ ହୁଏ। CaO + H2O CaOH ଏକ୍ୱା ସଲ୍ୟୁସନ୍। ଏଇଟା ହେଲା ତା ଫର୍ମୁଲା। ଯେତେବେଳେ କଲି ଚୂନକୁ ପାଣିରେ ମିଶାଯାଏ, ଏଇଟା ତା ଫର୍ମୁଲା। ଏଇଟାକୁ ନିହାତି ମନେ ରଖିଥିବ, କାରଣ ପରୀକ୍ଷାରେ ବି ଆସେ କଲି ଚୂନ ଫର୍ମୁଲା। ଯଦି MCQ 1 ମାର୍କ ବି ଆସିପାରେ, ତେଣୁ ଏଇଟାକୁ ସମସ୍ତେ ମନେ ରଖିଥିବ। ଆଉ ନୋଟ୍ ବି କରିନେବେ, ଇମ୍ପୋର୍ଟାଣ୍ଟ ଅଛି। ଏହି ପ୍ରକ୍ରିୟା କ୍ୟାଲସିୟମ ଅକ୍ସାଇଡ୍ ଓ ଜଳ ସମ୍ପୃକ୍ତ ହୋଇ ଏକମାତ୍ର ଉତ୍ପାଦନ କ୍ୟାଲସିୟମ ହାଇଡ୍ରୋଜେନ୍ ଉତ୍ପନ୍ନ ହୋଇଛି। ଏହା ସଂଶ୍ଳେଷଣ ପ୍ରକ୍ରିୟା। ଯେଉଁ ରାସାୟନିକ ପ୍ରତିକ୍ରିୟା ଦୁଇରୁ ଅଧିକ ପ୍ରତିକାରକ ସମ୍ପୃକ୍ତ ହୋଇ ଏକ ମାତ୍ର ଉତ୍ପାଦକ ଉତ୍ପନ୍ନ ହୁଏ, ସେହି ପ୍ରକ୍ରିୟାକୁ ସଂଶ୍ଳେଷଣ ପ୍ରକ୍ରିୟା କୁହାଯାଏ। ଯେତେବେଳେ ପରୀକ୍ଷାରେ କ୍ୱେଶ୍ଚିନ୍ ଆସିବ ସଂଶ୍ଳେଷଣ ପ୍ରକ୍ରିୟା କ'ଣ, ସେତେବେଳେ ତୁମେ ପରୀକ୍ଷାରେ ଲେଖିବ ଏକ ପ୍ରତିକ୍ରିୟା କ୍ୟାଲସିୟମ ଅକ୍ସାଇଡ୍ ଜଳ ସଂଯୁକ୍ତ ହୋଇ ଏକମାତ୍ର ଉତ୍ପାଦକ କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ଉତ୍ପନ୍ନ ହୋଇଛି। ଏହା ଏକ ସଂଶ୍ଳେଷଣ ପ୍ରକ୍ରିୟା। ଯେଉଁ ରାସାୟନିକ ପ୍ରକ୍ରିୟା ଦୁଇରୁ ଅଧିକ ପ୍ରତିକାରକ ସଂଯୁକ୍ତ ହୋଇ ମାତ୍ର ଏକ ଉତ୍ପାଦକ ସୃଷ୍ଟି ହୁଏ, ଏହି ପ୍ରକ୍ରିୟାକୁ ସଂଶ୍ଳେଷଣ ପ୍ରକ୍ରିୟା କୁହାଯାଏ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। 1 ମାର୍କିଆ ଗୋଟେ କ୍ୱେଶ୍ଚିନ୍ ବି ଆସିପାରେ। ଏଇଟାକୁ ନିହାତି ନୋଟ୍ କରିନେବେ। ଏବେ ଆଗକୁ ଯିବା। କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍, ତୁମେ ଜାଣିଛ କି ପ୍ରକ୍ରିୟା 1.3 ଦ୍ୱାରା ଉତ୍ପନ୍ନ ସୀମିତ ଚୂନର ଦ୍ରବଣକୁ କାନ୍ଥରେ ଧଳା ଯାଉଥିବା ପାଇଁ ବ୍ୟବହାର କରାଯାଏ। ମୁଁ ପିଲାମାନେ ତୁମ ସମସ୍ତଙ୍କୁ କହୁଥିଲି ନା, ଯେତେବେଳେ ପାନ ଦୋକାନୀ କିମ୍ବା ଏ ଘରମାନଙ୍କ ଯେଉଁ ପୁଟି ଦିଆଯାଏ, ଠିକ୍ ସେଇ ଜିନିଷଟା ଏଠି ଲେଖା ହେଇଛି। ଏହି ପ୍ରକ୍ରିୟା 1.3 ଦ୍ୱାରା ଉତ୍ପନ୍ନ ସୀମିତ ଚୂନ ଦ୍ରବଣ କାନ୍ଥରେ ଧଳାଉଥିବା ପାଇଁ ବ୍ୟବହୃତ ହୋଇଥାଏ। କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ବାୟୁରେ ଥିବା କାର୍ବନ ଡାଇଅକ୍ସାଇଡ୍ ସହିତ ଧୀରେ ଧୀରେ ପ୍ରତିକ୍ରିୟା କରି କାନ୍ଥ ଉପରେ କ୍ୟାଲସିୟମ କାର୍ବୋନେଟ୍ ଏକ ପତଳା ଆସ୍ତରଣ ସୃଷ୍ଟି କରେ। ଚୂନ ପାଣି ଲଗାଇବା 2-3 ଦିନ ପରେ କ୍ୟାଲସିୟମ କାର୍ବୋନେଟ୍ ସୃଷ୍ଟି ହୁଏ। କାନ୍ଥର ଏକ ଧବଳ ଉଜ୍ଜ୍ୱଳତା ପ୍ରଦାନ କରେ। ମାର୍ବଲ ରାସାୟନିକ ସଂକେତ CaCO3। ହଁ ପିଲାମାନେ, ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ଗୋଟେ 1 ମାର୍କିଆ କ୍ୱେଶ୍ଚିନ୍ ଆସିପାରେ। ଯେତେବେଳେ ମାଗିବ CaCO3 ମାର୍ବଲର ତାର ଫର୍ମୁଲା କ'ଣ, ଏଇଠି ଗୋଟେ ନୋଟ୍ କରିନେବେ। CaCO3 ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଫର୍ମୁଲାଟେ। CaCO3 ଆଉ ରହିଲା
କାନ୍ଥ ଆଉ କାନ୍ଥର କାହିଁକି କ'ଣ ପାଇଁ କାନ୍ଥରେ ଆମେ ଧଳା ଚୂନ ଦିଆଯାଏ, ଯଦି କେବେ କ୍ୱେଶ୍ଚନ୍ ଆସେ ସେଇଟା ଏଇଠି ଉତ୍ତର ହେବ। କାରଣ ସେ ଯେଉଁ କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ଼୍ ବାୟୁରେ ଥିବା କାର୍ବନ ଡାଇଅକ୍ସାଇଡ଼ ସହିତ ମିଶିକି ସେ କାଲସିୟମ୍ କାର୍ବୋନେଟ୍ ଓ ପତଳା ଆସ୍ତରଣ ତିଆରି କରେ। ଦେଖିବ ତ ସେଟାକୁ ମନେ ରଖିବାର ଗୋଟେ ସହଜ ଉପାୟ ବି ଅଛି। ଯେତେବେଳେ ଆମେ ସବୁ ଘର ଦେଇଦେଉ କାଲସିୟମ୍ ଅକ୍ସାଇଡ଼୍ ତିଆରି ହେଲା ପାଣିରେ ମିଶିକି, ଆଉ ଯେତେବେଳେ ଆମେ ଘରର କାନ୍ଥ ମାନଙ୍କରେ ଲଗେଇ ଦିଆ ହୁଏ କିଛି ଦିନ ପରେ ଦେଖିବା ହାବାର ଲାଗି ସାରିଲା ପରେ ସେ ଜାଗାଟା ଆହୁରି ଜୋର ଚମକିକି ଧଳା ଦେଖାହେବ। କାରଣ ସିଏ ଯେଉଁ ଲାଗିଲା କାର୍ବନ ଡାଇଅକ୍ସାଇଡ଼ ସଂସ୍ପର୍ଶରେ ଆସିକି କ୍ୟାଲସିୟମ୍ କାର୍ବୋନେଟ୍ ତିଆରି କଲା, ସେଇଟା ଆହୁରି ଯେଉଁ ଧଳା ଦେଖା ହୁଏ। ଏଇଟା ତା ଫର୍ମୁଲା କ୍ୟାଲସିୟମ୍ କାର୍ବୋନେଟ୍ CaCO3। ଆକୁ ମାର୍ବଲ ବି କହନ୍ତି। ବାସ୍ ଏଇଠି ଲେଖା ହେଇଛି, ସେଇଟାକୁ ଏଇ ରିଏକ୍ସନ୍ଟାକୁ ବି ସମସ୍ତେ ମନେ ରଖିଦେଇଥିବ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ରିଏକ୍ସନ୍ଟେ। ବାସ୍ ଆଗକୁ ଯିବା। ଆଉ କ'ଣ ଅଛି ସଂଶ୍ଳେଷଣ ପ୍ରକ୍ରିୟା ଆଉ କେତୋଟି ଉଦାହରଣ ଆଲୋଚନା କରିବା। କାର୍ବନ ପ୍ଲସ୍ ଅକ୍ସିଜେନ୍ CO2, ଏଇଟା ଯାହା କାର୍ବନ ଡାଇଅକ୍ସାଇଡ଼ ଯେଉଁ କୁହେ CO2 ଆଉ H2 + O2 ଜଳ। ମୁଁ ଯେଉଁ ପିଲାମାନେ ଆଗରୁ କହୁଥିଲି କିଛି ପିଛଲା କ୍ଲାସ୍ ମାନଙ୍କରେ H2 + O2 = 2H2O, ମୁଁ ଯେଉଁ ସେଇ ଇକ୍ୱେସନ୍ଟାକୁ ମୁଁ ଯେଉଁ କହୁଥିଲି ସେଇ ଇକ୍ୱେସନ୍ଟା ଏଠି ବି ଦିଆହେଇଛି ଆଗକୁ, ଏଠି ଦେଖିପାରୁଥିବେ ଏଇ ସେମ୍ ଇକ୍ୱେସନ୍। ଏବେ ଆଗକୁ ଯିବା ପଡ଼ିବା। ସରଳ ଭାବେ ଆମେ କହିପାରିବା ଯେ ଯେଉଁ ରାସାୟନିକ ପ୍ରକ୍ରିୟାରେ 2ରୁ ଅଧିକ ବସ୍ତୁ ମୌଳିକ କିମ୍ବା ଯୌଗିକ ସମ୍ପୃକ୍ତ ହୋଇ ମାତ୍ର ଉତ୍ପାଦକ ଉତ୍ପନ୍ନ ହୁଏ, ସେହି ରାସାୟନିକ ପ୍ରକ୍ରିୟାକୁ ସଂଶ୍ଳେଷଣ ପ୍ରକ୍ରିୟା କୁହାଯାଏ। ତୁମ ପାଇଁ ଆମେ ଜାଣିଥିଲେ ଯେ এই ସଂଶ୍ଳେଷଣ ପ୍ରକ୍ରିୟା ମୁଁ ଯେଉଁଟା କହିଥିଲି ସେଇ ଜିନିଷଟା ଏଇଠି ଲେଖା ହେଇଛି। ଆଉ ଟିକେ ଆଗକୁ ଯିବା। ତୁମ ପାଇଁ ଆମେ ଜାଣିଥିଲେ ଯେ ପ୍ରଚୁର ପରିମାଣ ତାପ ନିର୍ଗତ ହୁଏ, ଏଥିପାଇଁ ପ୍ରତିକ୍ରିୟା ମିଶ୍ରଣଟି ଗରମ ହୋଇଯାଇଥାଏ। ହେଇ ପିଲାମାନେ, ମୁଁ ଯେଉଁ ଟିକେ ଆଗରୁ କହିଲି ସେଇ ଯେଉଁ ପାଣିଟା କାହିଁ ଗରମ ହୁଏ ସେ ବିଷୟରେ ଏଇଠି ଟିକେ ଯେଉଁ ପ୍ରକ୍ରିୟା ଉତ୍ପନ୍ନ ହେବା ସଙ୍ଗେ ତାପ ନିର୍ଗତ ତାକୁ ତାପ ଉତ୍ପାଦକ ରାସାୟନିକ ପ୍ରତିକ୍ରିୟା ଏକ୍ଜୋଟିକ୍ କେମିକାଲ ରିଏକ୍ସନ୍ କୁହନ୍ତି। ଏଇଟା ଗୋଟେ ଦେଖନ୍ତୁ ପିଲାମାନେ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ। ତାପ ଉତ୍ପନ୍ନ ହେଉଥିବା ପ୍ରକ୍ରିୟାକୁ କ'ଣ କୁହାଯାଏ? ତାପ ଉତ୍ପନ୍ନ ହେଉଥିବା ପ୍ରକ୍ରିୟାକୁ ତାପ ଉତ୍ପାଦୀ ପ୍ରକ୍ରିୟା କୁହାଯାଏ। ଏଇଟାକୁ ଏଇ ଜିନିଷଟାକୁ ବହିର ନୋଟ୍ କରିନେବେ। ହଁ ପିଲାମାନେ, ମୁଁ ଯାହା ପଢ଼ଉଛି ତୁମ ପାଖରେ ନିହାତି ବହି ଥିବ, ଆଉ ମୋବାଇଲରେ ଦେଖି ଥରେ ପଢ଼ିବେ। ତାପରେ ପଢ଼ି ସାରିଲା ପରେ ନିଜ ବହିକୁ ଦେଖିବେ। ଆଉ ଯେଉଁଟା ମୁଁ ଇମ୍ପୋର୍ଟାଣ୍ଟ ପଏଣ୍ଟ କହୁଛି, ଆଉ ମୋ ଦ୍ୱାରା ବି କିଛି ଜିନିଷ ଛାଡ଼ି ବି ହେଇଯାଇପାରେ ତାକୁ, କାରଣ MCQ ରହୁଛି ନା 1 ମାର୍କ 50 ମାର୍କର ଯେଉଁ ପରୀକ୍ଷା ହେବ 1 ମାର୍କର, ସେଠି କ'ଣ ଠିକ୍ ଅଛି ନା କ'ଣ ମୁଁ ଯାହା କହିବି ସେଇଟା ହିଁ ଆସିବ। ତୁମେମାନେ ବି ସେଇ ବହିଟାକୁ ନିହାତି ବାରମ୍ବାର ଥରୋଲି ପଢ଼ିଲେ ତୁମେ ଜାଣିପାରିବ କେଉଁଠି କ'ଣ ରହୁଛି କ'ଣ ନାହିଁ। ଯେମିତି ପରୀକ୍ଷାରେ ଯଦି ଆସିବ ତେବେ ସାଙ୍ଗେ ସାଙ୍ଗେ ତୁମେ ତା'ର ଉତ୍ତର ଦେଇପାରିବ। ଏଇଠି ତାପ ସେମିତି ଏବେ ଏଇ ଯେଉଁ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ବାଲା ତାପ ଉତ୍ପାଦୀ ପ୍ରକ୍ରିୟା କ'ଣ? ତାପ ଉତ୍ପାଦୀ ପ୍ରକ୍ରିୟା ହେଲା ଯେଉଁ ପ୍ରକ୍ରିୟା ଦ୍ୱାରା 1ରୁ ଅଧିକ ପ୍ରତିକାରକ ମିଶି ଗୋଟିଏ ଉତ୍ପାଦକ ସୃଷ୍ଟି କରେ। ଢେର ସାରା ରିଏକ୍ଟାଣ୍ଟ ମିଶିଲା ଗୋଟେ ପ୍ରଡ଼କ୍ଟ ତିଆରି କଲା, ତାକୁ ତାପ ଉତ୍ପାଦୀ ପ୍ରକ୍ରିୟା କୁହାଗଲା। ତାପ ଉତ୍ପାଦକ ରାସାୟନିକ ପ୍ରତିକ୍ରିୟା ତାକୁ କହନ୍ତି। ଏବେ ଆଗକୁ ଯିବା। ତାପ ଉତ୍ପାଦୀ ରାସାୟନିକ ପ୍ରକ୍ରିୟା ଅନ୍ୟ କେତେକ ଉଦାହରଣ ହେଲା ପ୍ରାକୃତିକ ଗ୍ୟାସର ଦହନ, CH4 ଯାହାକୁ ମିଥେନ୍ କହନ୍ତି, +O2 CO2 +H2O। ତୁମେ ଜାଣିଛ କି ଶ୍ୱାସକ୍ରିୟାରେ ଏକ ତାପଅନ୍ତ ରାସାୟନିକ ପ୍ରତିକ୍ରିୟା ରାସାୟନିକ ପ୍ରତିକ୍ରିୟା ଯେଟା ଆମେ ଯେଉଁ ନିଶ୍ୱାସ ନେଉଛ ତାକୁ ବି ତାପ ଉତ୍ପାଦୀ ରାସାୟନିକ ପ୍ରତିକ୍ରିୟା ବି କୁହାଯାଏ। ଆମେ ସମସ୍ତେ ଜାଣିଛୁ ବଞ୍ଚିବା ପାଇଁ ଶକ୍ତି ଆବଶ୍ୟକ। ଖାଦ୍ୟ ଆମେ ଏହି ଶକ୍ତି ପାଇଥାଉ। ପରିପାକ ପ୍ରକ୍ରିୟା ଡାଇଜେସନରେ ଖାଦ୍ୟ ସରଳତଃ ପଦାର୍ଥରେ ପରିଣତ ହୁଏ। ଉଦାହରଣ ସ୍ୱରୂପ ଭାତ, ଆଳୁ, ରୁଟିରେ ଶ୍ୱେତସାର ରହିଛି। ପରିପାକ ହେତୁ ଶ୍ୱେତସାର ଗ୍ଲୁକୋଜ ସୃଷ୍ଟି ହୁଏ। ଗ୍ଲୁକୋଜ ଆମ ଶରୀର ମଧ୍ୟରେ ଏକ ଅକ୍ସିଜେନ୍ O2 ସହିତ ରାସାୟନିକ ପ୍ରତିକ୍ରିୟା କରେ ଏବଂ ଶରୀରରୁ ଶକ୍ତି ଯୋଗାଏ। ଏହି ପ୍ରତିକ୍ରିୟାର ଏକ ସ୍ୱତନ୍ତ୍ର ନାମ ହେଉଛି ଶ୍ୱସନ ପ୍ରକ୍ରିୟା। ଦେଖନ୍ତୁ ପିଲାମାନେ,
ଯେତେବେଳେ ପରୀକ୍ଷାରେ क्वेश्चन ବି ଆସିବ ଶ୍ୱସନ ପ୍ରକ୍ରିୟା କ'ଣ, ସେତେବେଳେ ତୁମେ ଏଇ ଜିନିଷଟି ଲେଖିବ। ଆମେ ଜାଣିଛୁ ଯେ ବଞ୍ଚି ରହିବା ପାଇଁ ଆମେ ଯେଉଁ ନିଶ୍ୱାସ ଶ୍ୱସନ ପ୍ରକ୍ରିୟା, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍वेଶ୍ଚନ୍। ଯେଉଁ ବଞ୍ଚି ରହିବା ପାଇଁ ଆମେ ଯେଉଁ ଖାଦ୍ୟଟି ଖାଉଛୁ ତାକୁ ଭାଙ୍ଗିକି ଆମକୁ ଶରୀରକୁ ଶକ୍ତି ଯୋଗାଉଛି। ସେଇ ଶକ୍ତି ଯେଉଁ ଉଦାହରଣ ଯାହା ବି ଆମେ ଖାଉଛୁ, ଭାତ ଆଳୁ ରୁଟି, ରାସାୟନିକ ପ୍ରକ୍ରିୟା ଶରୀର ସେଇ ଯେଉଁ ଭାଙ୍ଗିକି ଦେହରୁ ଶକ୍ତି ଆମ ପେଟରୁ ତାକୁ ଭାଙ୍ଗିଲା। ଯାହା ବି ଖାଇଲେ ପେଟର ହାଇଡ୍ରୋକ୍ଲୋରିକ୍ ଏସିଡ୍ ନିର୍ଗତ ହୁଏ, ସେଇଟା ସେ ଖାଇବାକୁ ଭାଙ୍ଗିଦିଏ। ସେ ଖାଇବାଟା ଭାଙ୍ଗି ସାରିଲା ପରେ ଦେଲେ ସିଏ ଶକ୍ତି ଆମକୁ ନିର୍ଗତ କରେ। ତାକୁ ଶ୍ୱସନ ପ୍ରକ୍ରିୟା କହନ୍ତି। ଦେଖନ୍ତୁ କାର୍ବନ C6H12O6 ପ୍ଲସ୍ 6O2 କାର୍ବନ ଡାଇଅକ୍ସାଇଡ୍ ପ୍ଲସ୍ 6H2O ପ୍ଲସ୍ ଏନର୍ଜି, ଏଇଟା ଶ୍ୱସନ ପ୍ରକ୍ରିୟାର ରିଆକ୍ସନଟା। ଏଟାକୁ ବି ଇମ୍ପୋର୍ଟାଣ୍ଟ ମାର୍କ କରିକି ସେ ନିଜ ଖାତାରେ ରଖିଥିବେ, ବହିର ଏଇଟା ମାର୍କ କରିଦେଇଥିବେ। ତାପରେ ଆଗକୁ ଯିବା ଉଦ୍ଭିଦ ଦ୍ରବଣ ବିଘଟନ ଘଟି ଖତରେ ପରିଣତ ହେବା ମଧ୍ୟ ଏକ ତାପ ଉତ୍ପାଦୀ ପ୍ରକ୍ରିୟା ଉଦାହରଣ। ଦେଖନ୍ତୁ ଦେଖିଥିବା ଯେତେବେଳେ କୌଣସି ଜୀବଟି ମରିଯାଏ କିମ୍ବା କୌଣସି ଗଛଟି ମରିଯାଏ, ସେ ଯେତେବେଳେ ମାଟିରେ ପଡ଼ିକି ଧୀରେ ଧୀରେ ସଡ଼ିଯିବ, ସଡ଼ିକି ନଷ୍ଟ ହେଇଯିବ, ସେଟାକୁ ବି ତାପ ଉତ୍ପାଦୀ ପ୍ରକ୍ରିୟା କୁହାଯାଏ। କାରଣ ତା ଦେହରୁ ବି ତାପ ନିର୍ଗତ ହେଉଛି। ତାପ ନିର୍ଗତ ମାନେ ତମେ ତ ଲାଗୁଥିବ ସେ ମରିଗଲା, ଥଣ୍ଡାଟା ହେଇଗଲା, କିନ୍ତୁ ନୁହେଁ। କାରଣ ସିଏ ଯେଉଁ ଏନର୍ଜିଟାକୁ ନିଜ ଭିତରକୁ ମାନେ ନେଲା, ଯେତେବେଳେ ବଞ୍ଚିବା ଭିତରେ କୌଣସି ଜିନିଷଟା କିମ୍ବା ଆମେ ବି ଯେଉଁ ଆମେ ନେଲେ କାର୍ବନ ଡାଇଅକ୍ସାଇଡ୍, ଆମେ ଯାହା ବି ଖାଉଛେ, ଖାଦ୍ୟ ଖାଉଛେ, ତା ଦେହରେ କାର୍ବନ ରହୁଛି। ଗ୍ଲୁକୋଜରେ ଯେମିତି ରହୁଛି, ଦେଖନ୍ତୁ ଗ୍ଲୁକୋଜ C6H12O6, ଏଥିରେ କେତେ ହେଉଛି? 6ଟା କାର୍ବନ ରହୁଛି। ଆମେ ଅକ୍ସିଜେନ୍ ବି ନେଉଛେ। ଏମିତି ବହୁତ ସାରା ଆମ ଦେହର ଯେଉଁ ଯାହା ବି କାମର ଆମେ ଚଳପ୍ରଚଳ କରୁଛେ, ସବୁ କାମରେ ତ ଆମର ଏନର୍ଜି ରିଲିଜ୍ ହେଉଛି। ସେ ଏନର୍ଜି କାର୍ବନ ହିସାବରେ ଆସୁଛି, ଖାଇବାରୁ ଆସୁଛି। ଆମେ ଯେତେବେଳେ ମରିଯିବା, କୌଣସି ଜୀବ ବି ମରିଯିବ, ସେତେବେଳେ ସେ କାର୍ବନଟା ପ୍ରକୃତିକୁ ଆଉଥରେ ଫେରିଯିବ। ସେହି ପ୍ରକ୍ରିୟାକୁ ତାପ ଉତ୍ପାଦୀ ପ୍ରକ୍ରିୟାରେ ବି ଗଣାଯାଏ। ତାପରେ ହେଲା ବିଘଟନ ପ୍ରକ୍ରିୟା, ଡିକମ୍ପୋଜିସନ୍ ରିଆକ୍ସନ୍। ଏକ ଶୁଷ୍କ ପ୍ରୋଟିନ୍ କି ନଳୀରେ ପ୍ରାୟ 2 ଗ୍ରାମ ଫେରସ୍ ସଲଫେଟ୍ ସ୍ଫଟିକ ନିଅ। ଏଟା ଫେରସ୍ ସଲଫେଟ୍ ସ୍ଫଟିକ ରଙ୍ଗ ଲକ୍ଷ୍ୟ କର। ଚିତ୍ରରେ ଦର୍ଶାଇଥିବା ଭଳି ସ୍ଫୁଟିକ ନଳୀକୁ ବର୍ଣ୍ଣର ସ୍ପିରିଟ୍ ଲ୍ୟାମ୍ପରେ ଗରମ କର। ଗରମ କରି ସାରିଲା ପରେ ସ୍ଫୁଟିକ ଗୁଡ଼ିକ ରଙ୍ଗ ପରୀକ୍ଷଣ କର। ଯେତେବେଳେ ଆମେ ସବୁ ନେଲେ ସେ ଯେଉଁ ନଳୀ ଆମେ ନେଲେ, ସେ ନଳୀ ସ୍ଫୁଟିକ ନଳୀ, ସେ ସ୍ଫୁଟିକ ନଳୀରେ ଆମେ ଯେଉଁ ପକେଇଲେ 2 ଗ୍ରାମ ଫେରସ୍ ସଲଫେଟ୍, ତାକୁ ପକେଇକି ସେଟା ଯଦି ତୁମ ସ୍କୁଲ ମାନଙ୍କରେ ଯଦି ଥିବ, ପ୍ରାକ୍ଟିକାଲ ହେଉଥିବ, ତେବେ ତୁମେ ଏଠି ଜାଣିପାରିବ, ନିହାତି କରିକି ଦେଖିପାରିବ। ନହେଲେ ଆମେ ପଢ଼ିକି ଜାଣିନେବ, କାରଣ ପରୀକ୍ଷାରେ ବି ଆସିପାରେ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଆସିପାରେ। ଫେରସ୍ ସଲଫେଟ୍ ସ୍ଫୁଟିକ ନଳୀର ଗରମ କରିବା ଏକ ଗନ୍ଧ ଶୁଙ୍ଘିବା ଠିକ୍ ପ୍ରଣାଳୀ ଏବଂ ଗନ୍ଧ ଶୁଙ୍ଘିବାର ଠିକ୍ ପ୍ରଣାଳୀ। ଦେଖିପାରୁଛ କି ଫେରସ୍ ସଲଫେଟ୍ ସ୍ଫୁଟିକ ସବୁଜ ରଙ୍ଗର ବଦଳି ଯାଇଛି। ଜ୍ୱଳନ୍ତା ଗନ୍ଧକର ଲକ୍ଷଣଟି ଗନ୍ଧ ମଧ୍ୟ ତୁମେ ଶୁଙ୍ଘି ପାରୁଛ। ଫେରସ୍ ସଲଫେଟ୍ ଆଉ ଫେରିକ୍ ଅକ୍ସାଇଡ୍ ମିଶିକି ଏଇଟା ଯେଉଁ SO2 ପ୍ଲସ୍ SO3, ଏତିକି, ଏଇଟା ହେଲା ତା ରିଆକ୍ସନ୍। ଫେରସ୍ ସଲଫେଟ୍କୁ ଯେତେବେଳେ ସେ ବିକର ପକେଇ ଗରମ କରାହେଲା, ତାପ ଦିଆହେଲା ଫେରସ୍ ସଲଫେଟ୍, ସେତେବେଳେ ଏଇ ରିଆକ୍ସନ୍ଟା ଘଟିଲା। ପରୀକ୍ଷାରେ ବି ଆସିପାରେ, ତୁମେ ଫେରସ୍ ସଲଫେଟ୍ର ଯେଉଁ ହେଲା ଘଟଣାଟି ଘଟିଲା, ତା ପାଇଁ ରିଆକ୍ସନ୍ ହେଲା, ରିଆକ୍ସନ୍ର ଇକ୍ୱେସନ୍ଟି ଲେଖ, କିମ୍ବା ତାର ସେ ଇକ୍ୱେସନ୍ଟା ଏଇଟା, ପିଲାମାନେ ଏଇଟା ନିହାତି ମନେ ରଖିଥିବେ। ଏବେ ଆଗକୁ ଯିବା ଏକ ରାସାୟନିକ ପ୍ରତିକ୍ରିୟା। ତୁମେ ଲକ୍ଷ୍ୟ କରିପାରୁଛ ଯେ ଗୋଟିଏ ମାତ୍ର ପ୍ରତିକାରକ ବିଘଟନ ଘଟି କିଛି ସରଳ ମାତ୍ର ଉତ୍ପାଦକ ସୃଷ୍ଟି ହେଉଛି। ଏହା ଏକ ବିଘଟନ ପ୍ରକ୍ରିୟା। ଫେରସ୍ ସଲଫେଟ୍ ସ୍ଫଟିକ ଉତ୍ପତ୍ତି, ଏହା ଜଳ ହରାଇ ଏବଂ ସ୍ଫୁଟିକ ରଙ୍ଗ ବଦଳିଛି। ତାପରେ ଏହି ଫେରସ୍ ଅକ୍ସାଇଡ୍ FeO3 ସଲଫର ଡାଇଅକ୍ସାଇଡ୍ ଏବଂ ସଲଫର ଟ୍ରାଇଅକ୍ସାଇଡ୍ର ବିଘଟନ ହୁଏ। ସଲଫର SO2 ଏବଂ SO4 ଗ୍ୟାସ୍ ହୋଇଥିବା ବେଳେ ଫେରସ୍ ଅକ୍ସାଇଡ୍ ଏକ କଠିନ ପଦାର୍ଥ।
ताप प्रयोग हेतु कैल्शियम कार्बोनेट, कैल्शियम ऑक्साइड और कार्बन डाइऑक्साइड विघटन यही गुरुत्वपूर्ण विघटन प्रक्रिया एवं यही शिल्प प्रयोगर कराए। कैल्शियम ऑक्साइड चूर्ण किंबा कली चूर्ण कहती। यार बहुल व्यवहार रही तन्मध्यरु सिमेंट उत्पादन व्यवहार होता है। ताप प्रयोग द्वारा घटुवा विघटन प्रक्रिया को तापीय विघटन कहती। पिला ये गोटे इंपोर्टाट क्वेश्चन तापीय विघटन। मु बहुत जिनस डायरेक्ट पढ़े देकी निजे पढ़ी तुम खाली पढ़े देकी चली या माने नुहे जे मुझे गोटे गोटे जिनस समस्त को मु बुझाऊँगी माने जो मुझे किसी जिन छाड़ दूसरी लाइन बाय लाइन पढ़ाऊँगी मो कारण परीक्षा तमें मैंने बस मु नुहे से मुझे जिनस खाली पढ़े दूँ केमी बुझीपर ता विषय कहूँ किंतु सबुठ बड़ कथा है परीक्षार तमें मैंने बस तमें मैंने मु थे पढ़ेली तुम्हें आपको बारंबार पढ़ आपको थे पढ़ी सारापर बारंबार पढ़ पढ़ी सारिक खाता नोट कर नोट करके लंग क्वेश्चन लेख सर्ट क्वेश्चन लेख ताहले जाकि परीक्षार भल हम कारण परीक्षार मु बसनी कारण तमें मैंने बस तेणु मु समस्त पढ़े चलती तमें मैंने आपको बही ना निज पाखे बही रख बही सांगे देखी कौन ठीक पढ़ाऊँ कि मास्टर भूल पढ़ाऊँ ता विषय देख आ पढ़ी सारापर फेर रिविजन कर तेल परीक्षा भल हम। ताप प्रयोग हेतु कैल्शियम कार्बोनेट, कैल्शियम ऑक्साइड कार्बन विघटन घटी गुरुत्वपूर्ण विघटन एवं विभिन्न शिल्प प्रगत कैल्शियम ऑक्साइड चूर्ण किंबा कंडीचूर्ण कहती। यार बहुल व्यवहार रही तन्मध्यरु सिमेंट उत्पादन व्यवहार करते। ताप प्रयोग हेतु घटुवा विघटन प्रक्रिया तापीय विघटन कहती। तापीय विघटन यहाँ तार तार सबकि तापीय विघटन क्या कहती यहाँ तार थियोरी ये थियोरीटा को पढ़ी तुम घुसी दियो। तापीय विघटन गोटे तलू गोटे उदाहरण दिखाई सेटा को भी तुम मैंने सब घुसी दियो। मुझे ऊपर उठाऊँ कारण ये जो कैमेरा लगी इमेजटा से जो बहुत जगह खाई चून पत्थर ताप देले कली चून तैयारी हुए आ CO2 निर्गत हुए। चून पत्थर पिला माने तुम देखिए तो चून पत्थर तो बहुत पिला देख तो आम देखीचे पिला बेले ये जो समुद्री शंख गेंडा मान को आणती देले ताकू आणिकी निआरा पोड़ी देवे निआरा पोड़ी देला परे ता देहरु से कली चून कर कांधर नहीं बुझ भाव में बिक्री करती। जदि कौन से गाँ गहली इलाकार एना काम माने से गेंडा मान कली चून कर बिकुवे यदि कहीं जानी तो जदि कमेंट बॉक्स रे कहबो मुझे देखिमी केते पिला से गाँ इलाकार आते पिला से जिनस को जानी रिलेट कर पार्छन्ति मु जहाँ कहूँ। तापीय विघटन प्रक्रिया अनेक उदाहरण होउछि। प्राय 2 ग्राम लेड नाइट्रेट चून एक स्पॉटिंग नली रे नियो। स्पॉटिंग नली को एक चिमुटारे धरी गरम कर किपरि चित्र रे देखाई कौन देख जदि परिवर्तन लक्ष्य करते सेगुड़ा को लेखि रख। एबे आकु जीवा देखिबो बादामी रंगर धूम सज्जनित हेब। एई धूम हेउचु नाइट्रोजन डाइऑक्साइड यार घटुवा रासायनिक प्रतिक्रिया लेड नाइट्रेट आम जो लेड नाइट्रेट नेले तादेह गरम देले लेड ऑक्साइड लेड नाइट्रोजन डाइऑक्साइड एंड ऑक्सीजन ये तीनोटी जिनस रिलीज है। यहाँ गोटे इंपोर्टाट फॉर्मूला आपको समस्ते नोट करने। एबे आकु जीवा गोटे प्लास्टिक मग्न यार तल पटरे दुईटी कणा करी एवं कणा थिबार दुईटी रबर ठिपी एथिरे लगाओ। एरे देखाई भली कार्बन इलेक्ट्रोड दुईटी यही रबर ठिपी मध्य फोकस कर। यही इलेक्ट्रॉन दुईटी को गोटे 6 वोल्टेज बैटरी सहित संयोग कर मोटर जल भर्ती जेपरी इलेक्ट्रोड दुई जलू बुड़ी केते ठपा लघु सल्फ्यूरिक एसिड मिस जलपूर्ण दुईटी परीक्षा नली नियो। एथिरे कार्बन इलेक्ट्रॉन दुईटी ऊपर ओल्टाई रख स्विच टीपी उपकरण विद्युत प्रभाव आरंभ कर एवं एथिरे कौन घटुची देखापी किसी समय अपेक्षा कर। तुम्हें उभय इलेक्ट्रॉन पानी फटका सृष्टि होता देखा पाइब। यही फटका गुड़िक परीक्षा नली मध्यरु जल को स्थानांतरण करुच्ची। उभय परीक्षा नली दुईटी संग्रहित होता गैसीय आयतन कौन निर्दिष्ट समय समान कि से जो परीक्षाटी है परीक्षाटा को तुम कम गुड़ाक पिला माने गोटे कम कर सब यही जो तुम कम जी सब अच्छी ताको भी नोट कर कारण एग्जाम
दृष्टि आम जो परीक्षा सब जहाँ सब करछे এইগুଡ଼ା পরীক্ষার भी आसपारे कहले देखी क्वेश्चन मार्क दो प्लास्टिक ଯେତେବେଳେ କୌଣସି ବିଦ୍ୟୁତକୁ ପାଣି ଇଲେକ୍ଟ୍ରନ୍ को ପାଣି ଭିତରେ ପାସ୍ କରାଯାଏ ସେଇ ଯେଉଁ ପରୀକ୍ଷାଟିକୁ ଖାତାରେ ଦର୍ଶାଅ। ଏଭଳିଆ ଯଦି କ୍ୱେଶ୍ଚନ୍ ଆସିବ ସେଇ ଯୋଗୁଁ ଆକୁ ତୁମେ ସମସ୍ତେ ଭଲ ରକ ଅଭ୍ୟାସ କରିବ। ମୋ କାମ ଖାଲି ତୁମ ସମସ୍ତେ ପଢ଼େଇବା, ମୁଁ ସେଇଟା ପଢ଼େଇ ଦେଉଛି, ସମସ୍ତେ ତାକୁ ନୋଟ୍ କରିନେବ। ପରୀକ୍ଷା ନଳୀରେ 2ଟି ଗ୍ୟାସ୍ ପୂର୍ଣ୍ଣ ହୋଇଗଲା ପରେ ସତର୍କତାର ସହ ଏହି 2ଟିକୁ କାଢ଼ି ଆଣ। ଏକ ଜଳନ୍ତା ମୋମବତୀ ପରୀକ୍ଷା ନଳୀ ମୁହଁ ପାଖକୁ ଆଣି ଗ୍ୟାସର 2 ମୁହଁ ପଟେ ଗ୍ୟାସର ପରୀକ୍ଷା କର। ଯେମିତି ଏଇଠି ଦେଖେଇଛି ସେମିତି ସେ ପରୀକ୍ଷାଟିକୁ କରିବ। ଏହି ପରୀକ୍ଷା ଶିକ୍ଷକଙ୍କ ଦ୍ୱାରା ସତର୍କତା ଅବଲମ୍ବନ କରି କରାଯିବ। ଏ ଜିନିଷଟି ଯେଉଁ କୁହାହେଇଛି ଏଇଟା କେହି ଘରେ କରିବ ନାହିଁ। ଯଦି ତୁମ ସ୍କୁଲରେ ଟିଚର ଯଦି କରାଉଛନ୍ତି ତାହେଲେ କରିବ, ନହେଲେ ନାହିଁ ସେ ପରୀକ୍ଷା ଦୃଷ୍ଟିରୁ ଏଟାକୁ ନିଜେ ପଢ଼ିକି ନିଜେ ଖାଲି ମନେ ରଖିବ। ଏବେ ଆଗକୁ ଯିବା କ'ଣ କ'ଣ ଆଉ ଦେଇଛି ଏଟା ଛାଡ଼ନ୍ତୁ। ଏବେ ଦ୍ୱିତୀୟ ପରୀକ୍ଷାକୁ ଯିବା। ପ୍ରାୟ 2 ଗ୍ରାମ ସିଲଭର କ୍ଲୋରାଇଡ୍ ଏବଂ ଚୀନାମାଟି ଥାଳି ନିଅ। ଏହାର ରଙ୍ଗ କ'ଣ? ଏହି ଚୀନାମାଟି ଥାଳିକୁ କିଛି ସମୟ ପାଇଁ ସୂର୍ଯ୍ୟାଲୋକରେ ରଖ। କିଛି ସମୟ ପରେ ସିଲଭର କ୍ଲୋରାଇଡ୍ ରଙ୍ଗକୁ ପର୍ଯ୍ୟବେକ୍ଷଣ କର। ଏବେ ଆଗକୁ ଯିବା ଆଉ ନିମ୍ନଟି କାମଟି କର। ଏକ ପରୀକ୍ଷା ନଳୀରେ ପ୍ରାୟ 2 ଗ୍ରାମ ବେରିୟମ୍ ହାଇଡ୍ରୋକ୍ସାଇଡ୍ ନିଅ। ଏଥିରେ 1 ଗ୍ରାମ ଏମୋନିୟମ୍ କ୍ଲୋରାଇଡ୍ ମିଶାଅ ଏବଂ ଗୋଟେ ଗ୍ଲାସ ରଡ୍ ସାହାଯ୍ୟରେ ଘାଣ୍ଟି ଦିଅ। ହାତ ପାପୁରେ ପରୀକ୍ଷା ନଳୀରେ ନିମ୍ନଭାଗକୁ ସ୍ପର୍ଶ କର। ଏହାକୁ ତାପମାତ୍ରା ପ୍ରକ୍ରିୟା। ତୁମେ ଦେଖିବ ଯେ ସିଲଭର କ୍ଲୋରାଇଡ୍ ସୂର୍ଯ୍ୟାଲୋକ ଧଳା ରଙ୍ଗକୁ ପରିଣତ ହେଉଛି। ସୂର୍ଯ୍ୟାଲୋକ ସିଲଭର କ୍ଲୋରାଇଡ୍ ବିଘଟନ ଘଟି ସିଲଭର ଯୋଗୁଁ ହୋଇଥାନ୍ତି। ଏହାର ଯେଉଁ ଉପର AgCl କୁ ସୂର୍ଯ୍ୟାଲୋକ ରଖିଲେ AgCl କ୍ଲୋରାଇଡ୍ 2ଟା ସିଲଭର ବ୍ରୋମାଇଡ୍ ଏହି ପ୍ରତିକ୍ରିୟା ଘଟେ। এই ଯେଉଁ ପ୍ରତିକ୍ରିୟାର ଫର୍ମୁଲାଟି ହେଲା, ୟାକୁ ନିହାତି ମନେ ରଖିବ ଆଉ ପରୀକ୍ଷା ଦୃଷ୍ଟିରୁ ୟାକୁ ନିହାତି ମନେ ରଖିବ। এই ଯେଉଁ ସିଲଭର ବ୍ରୋମାଇଡ୍ AgBr ସୂର୍ଯ୍ୟ ଆଲୋକରେ ରଖିଲେ Ag ଆଉ Br ଠୁ 2ଟା ଅଲଗା ହେଇଯିବ। ଉପରୋକ୍ତ ରାସାୟନିକ ପ୍ରକ୍ରିୟା କଳା ରଙ୍ଗର ଫଟୋଗ୍ରାଫିରେ ବ୍ୟବହାର କରାଯାଏ। ଫଟୋଗ୍ରାଫି ଯେଉଁ ଦେଖିଥିବ କ୍ୟାମେରା ରିଲ୍ ଆଗରୁ ଯେଉଁ ଆସୁଥିଲା, ଠିକ୍ ସେଇ ଯେଉଁ ଜିନିଷ ଆଗରୁ ଯେଉଁ କ୍ୟାମେରା ରିଲ୍ ଆସୁଥିଲା ଏବେ ତ ସେ ରଙ୍ଗ ଆସୁନି। ଏବେ ତ ଡାଇରେକ୍ଟ ସବୁ ଡିଜିଟାଲ କ୍ୟାମେରା ହେଇଗଲାଣି। ସବୁ ଯାହା ବି ହେଉଛି ସବୁ ଡିଜିଟାଲ ହେଉଛି। ପୁରୁଣା କ୍ୟାମେରା ମାନଙ୍କର ସିଲଭର ବ୍ରୋମାଇଡ୍ ୟୁଜ୍ ହେଉଥିଲା। ଯେତେବେଳେ ଫଟୋଟା ଉଠା ଯେଉଁ ରିଲ୍ ଆସେ, ଗୋଟେ ଲମ୍ବା ରିଲ୍ ଆସେ, ସେ ଲମ୍ବା ରିଲ୍ଟାର ଯେତେବେଳେ ସେ ଫଟୋଟା ଉଠାବ ସେ ରିଲ୍ ଉପରେ ସେ ଜାଗାଟା ସବୁ ଛାପିଯିବ। ଛାପିଗଲେ ସମସ୍ତେ ଦେଖିପାରିବେ ସେଠି କ'ଣ ଫଟୋଟି ଅଛି। ତାପରେ ତାକୁ ବାରମ୍ବାର ସେ ରିଲ୍କୁ ଧୋଇକି ଫଟୋଟା କାଢ଼ନ୍ତି। ଏବେ ତ ସେରକମ ନାହିଁ, ଏବେ ତ ସବୁ ଅନଲାଇନ୍ ହେଇଗଲାଣି। ଏବେ ତୁମେ ସବୁ ପାଠ ବି ଅନଲାଇନ୍ରେ ପଢ଼ୁଛ, ସବୁ କିଛି ଅନଲାଇନ୍ ହେଇଗଲାଣି। ସେଇ ଜିନିଷ ଆଉ ମିଳୁନି ଦେଖତେ। ଯଦି ହେବ ତ ମୁଁ ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପରେ ମୁଁ ଯେତେବେଳେ ଜେନେରାଲ୍ ନଲେଜ୍ କ୍ଲାସ୍ ଯେତେବେଳେ ମୁଁ ନେମି ସେଥିରେ GK ସିରିଜ୍ର ସେଇ ସିଲଭର ବ୍ରୋମାଇଡ୍ ବିଷୟରେ ମୁଁ ସମସ୍ତଙ୍କୁ ଜଣାଇଦେମି। ସମସ୍ତେ ହେବ ତ ସେଠି ବି ଦେଖିପାରିବ। ଆମେ ଜାଣିଥିଲେ ବିଘଟନ ପ୍ରକ୍ରିୟା ପ୍ରତିକାରକ ଗୁଡ଼ିକ ବିଘଟନ ପାଇଁ ତାପ ଆଲୋକ କିମ୍ବା ବିଦ୍ୟୁତ୍ ଶକ୍ତି ଆବଶ୍ୟକ କରନ୍ତି ନାହିଁ। ଯେଉଁ ସବୁ ପ୍ରତିକ୍ରିୟାରେ ଶକ୍ତି ସଞ୍ଚିତ ହୋଇ ସେଗୁଡ଼ା ତାପଶୋଷୀ କିମ୍ବା ତାପଗ୍ରାହୀ ରାସାୟନିକ ପ୍ରତିକ୍ରିୟା କୁହାଯାଏ। ପିଲାମାନେ ତମେ ସବୁ ତ ଗାଁ ମାନଙ୍କରେ ଦେଖିଥିବ, କିଛି ପିଲା ଯେଉଁମାନେ ଗାଁରୁ ଆସୁଥିବେ ସେମାନେ ତ ଏଇ ଜିନିଷକୁ ନିହାତି ରିଲେଟ୍ କରିପାରିବେ। ଯେତେବେଳେ ୟୁରିଆ ସାରକୁ ନିଅନ୍ତି ଆଉ ପାଣିର ହାତ ମୁଠେଇ ୟୁରିଆ ସାର ନେବ, ମୁଠେଇ ୟୁରିଆ ସାର ନେଇକି ପାଣି ଭିତରେ ବୁଡ଼େଇ ଦେବ। ଯେମିତି ପାଣି ଭିତରେ ବୁଡ଼େଇକି ହାତଟାକୁ ବାହାରକୁ କାଢ଼ିବ, ସେତେବେଳେ ଦେଖିବ ତୁମ ହାତକୁ ଟିକେ ଥଣ୍ଡା ଲାଗିବ। ଥଣ୍ଡା କାହିଁ ଲାଗିଲା? କାରଣ ସେ ଯେଉଁ ତୁମ ହାତରୁ ଗରମଟାକୁ ଟାଣି ନେବ ସେଇ ରିଆକ୍ସନ୍ ଦ୍ୱାରା। ଯେଉଁ ରିଆକ୍ସନ୍ ଦ୍ୱାରା ସେ ଯେଉଁ ତାପ ଟାଣି ଦ୍ୱାରା ସେ ଯେଉଁ ତୁମ ହାତକୁ ଥଣ୍ଡା ଲାଗିଲା ଦେଖିବ। ଆଉ ହେବ ତ ତୁମେ ସବୁ ଘରେ ସର୍ଫ ମୁଠେ ନେଇକି ହାତଟାକୁ ପାଣି ଭିତରେ ବୁଡ଼େଇ ଦେବ। ଦେଖିବ ସର୍ଫଟା ଦେଇକି ହାତର ପାଣି ଭିତରେ ବୁଡ଼େଇ ତା ଦେହରେ ଖାରିଆ ଜିନିଷ ଅଛି, ତା ଦେହରେ ଚୂନ ଫୁନ ଦିଆ ହେଉଛି କାରଣ ଧୋଇବା ପାଇଁ ସବୁ ସୁବିଧା ହେବ। ଦେଖ ହାତଟାକୁ ଟିକେ ଗରମ ଲାଗିବ, କିନ୍ତୁ ୟୁରିଆ ସାରକୁ ହାତ ଉପରେ ରଖି ପାଣି ଟିକେ ମିଶାଇବ, ସେଟା ହାତକୁ ଥଣ୍ଡା ଲାଗିବ କାରଣ ସେଟା ତାପଶୋଷୀ ପ୍ରକ୍ରିୟା ବା ତାକୁ ତାପଗ୍ରାହୀ ରାସାୟନିକ ପ୍ରତିକ୍ରିୟା କହନ୍ତି। ପରୀକ୍ଷାରେ ବି ଡିଫରେନ୍ସ ବିଟୁଇନ୍ ଯେଉଁ କ୍ୱେଶ୍ଚନ୍ ଆସେ ନା, ଗାର ଦେଇକି ଯେଉଁ ଦିଅନ୍ତି ଦୁଇଟା ମଧ୍ୟରେ ପାର୍ଥକ୍ୟ ଦେଖାଅ, ତାପଗ୍ରାହୀ ପ୍ରକ୍ରିୟା ତାପଶୋଷୀ ପ୍ରକ୍ରିୟା।
ନା ତାପ ଶୋଷୀ ପ୍ରକ୍ରିୟା ଆଉ एंडोथर्मिक रिएक्शन एंड एक्सोथर्मिक केमिकल रिएक्शन तेरा इंग्लिश तो ओडिया नाटा भूलीगली हो एक्सोथर्मिक रिएक्शन एंड एंडोथर्मिक रिएक्शन भितर डिफरेन्स कह से तुम यही दुईटा जिनस को मन रखि यूरिया सार नहीं कि जो जिनसा मुझे कहली तो कम कर परीक्षा नले 2 ग्राम बेरियम हाइड्रोक्साइड निटा तो पदार्थर एक तापर जो विस्थापन प्रक्रिया को 3टी लुहा कंटा नियो एवं सेगुड़िक बाली कागजरे घसी सफा कर यह भी चिन्हट कर 2टी परीक्षा नली नियो प्रत्येक परीक्षा नली प्राय 10 मिलीलीटर कपर सल्फेट द्रवण नियो खंडे सूतार कंटा 2टी को बांधी एवं सावधान परीक्षा नली बीरे थिबा कपर सल्फेट द्रवण प्राय 20 मिनिट बुड़े रख तुलना करिबो निमंते लुहा कंटा को अलग 20 मिनिट पर लुहा कंटार 2टी को कपर सल्फेट द्रवण बाहर कर जो रिएक्शनटा करने आमको जहाँ कहले आम कर देखिए कौन देखिए परीक्षा ना ए बी रे थिबा कपर सल्फेट द्रवण नील रंगर तीव्रता तुलना कर कपर सल्फेट द्रवण बुड़ी लुहा कंटाटी 2टी रंग को अलग रखा लुहा कंटार रंग सहित तुलना कर लुहा कंटा टिके बादामी धारण करछि एवं कपर सल्फेट द्रवण नील रंगर तीव्रता ह्रास घटी कि नाई निम्नलिखित रासायनिक प्रतिक्रिया घटी ये जो रासायनिक प्रतिक्रिया जो कहला से द्रवण भितर बुड़ेबा ठीक है लुहा कंटा को कपर सल्फेट द्रवण बुड़ा जाउछि एटा ही ता चित्र कारण एटा तो आउ देखि हबनी डाउनलोड करी हाँ देखे भी हम किंतु मुझे डायरेक्ट देखे दूसरी से बही भी देती समस्त यहाँ को देखने जो लुहा कंटा को बुड़े दिगला किसी समय पर तार रंग चेंज भी होको पढ़ले जना पड़ सी जो कहीं चेंज है परीक्षा नली से तार फेरस फेरसटा है लुहार फर्मूला कपर सल्फेट CuSO पर फेरस सल्फेट आयरन सल्फेट ताको कहती तापर CO रिलीज है यही रासायनिक प्रतिक्रिया आयरन अन्य एक मौलिक कपर को कपर सल्फेट द्रवण अपसरण कर विस्थापन कर प्रक्रिया विस्थापन प्रक्रिया कहती देखो तो पिला माने विस्थापन प्रक्रिया गोटे सर्टकट मोर गोटे छोटिया जिनस पचाऊँगी धर जो गोटे लोकटे यही जगार आउ गोटे जगह गला ताकू कौन कहते ओडिया गोटे जगार बसी आ गोटे धर जो स्कूल बस जगह कहले हेनी स्कूल बस अचानक गोटे पिलाटे आग बेंच रे बसला पछ बेंच को आइला ताको कौन कहते विस्थापन है से पिलाटी आग बेंच रे बसला पछ बेंच गला तो से भली भाव में ये जो केमिकल रिएक्शन गोटे केमिकल कंपाउंड बा गोटे रासायनिक पदार्थ आ गोटे रासायनिक पदार्थ संगे रिएक्शन करी अन्य एक उत्पादक सृष्टि कला किंतु से जो उत्पादक सृष्टि है से उत्पादक भितर 2टी अलग अलग जिनस को माने विस्थापन कला जो पूर्व रासायनिक जिनस थिला ताको विस्थापन कला ताको विस्थापन प्रक्रिया कहती हो पिला माने आज तो अध घंटे हो गलानी एतिकी रखा विस्थापन प्रक्रियार शेष पर्यंत एगोटे विस्थापन प्रक्रिया डिस्प्लेसमेंट कतु अटकिले आज काली विस्थापन प्रक्रिया को आरंभ करवा हो एति कहूँ हो परे काली ठू बाकी सब जिनस पढ़ा आरंभ कर विस्थापन प्रक्रिया कौन आ विषय जाना हो ये रही।